ପୂଜା ଭକ୍ତି ମନରୁ କରାଯାଏ। ତୁମେ ମନରୁ ଭକ୍ତି କରୁନ, ପିନ୍ଧିବା ନେଇବାରେ କଣ ଅଛି? କଣ 7ଟା ବାଜିଲାଣି, କୁଆଡେ ଗଲ ଚନ୍ଦ୍ରମୁଖୀ? ଚା ପାଣି ଦବ ନା ନାଇଁ? ସେତିକି ବି ହବନି। ପେପର ମଗଉଛି, ଘରେ ଟିକେ ବସି ପଢିଲେ ହୁଅନ୍ତାନି? ନା ନା, ମୁଁ ଆସିବି ଅଫିସରୁ, ମୁଁ ମଗଉଛି, ମୁଁ ପଢିବି। ତୁମେ ପଢିଲେ ଜ୍ଞାନ ଗୁଡାକ ଅଧିକା ହେଇଯିବ ନା। ଜଲ୍ଦି ଜଲ୍ଦି, ତମର ତ ଅଭ୍ୟାସ ଆଉ। ଚନ୍ଦ୍ରମୁଖୀ ସବୁବେଳେ କଲ ତମ ପତିକୁ ଦୁଃଖୀ। ଏବେ ଆଣି ଦବ? ଚା ମାଗିଲେ, ହଁ ହଁ, ଚା ମାଗିଲେ ମୁଁ ଯାଇ ଚା। ତ ବଢିଆ। ନା ନା, ସିଏ ବି ମତେ କହୁଥିଲେ ଯେ, କହିଲେ କଣ ଦେବି କୁହ, କଣ ଦେବି କୁହ। ମୁଁ ହିଁ ମନା କରେ, ସିଏ ହିଁ ତ ବାଧ୍ୟ କରନ୍ତି ସବୁବେଳେ। ମତେ ଏବେ କହୁଥିଲେ ଦୁର୍ଗା ପୂଜାରେ ଯିବା କୁଆଡେ ବୁଲିବାକୁ, ଯିବା କୁଆଡେ ବୁଲିବାକୁ। ମୁଁ କହିଲି କାହିଁକି, ମତେ ଏଗୁରା ବେକାରିଆ ପଇସା ଖର୍ଚ୍ଚ କରିବାକୁ ଭଲ ଲାଗେନି। ନାଇଁ, ସେ ବାଧ୍ୟ କରୁଛନ୍ତି ମାନେ କୁଆଡେ ନେବେ ନହେଲେ କଣଟା ଦେବେ ଯେମିତି ହେଲେ। ଏବେ ଆସେ ଚାହା ଦିଏ। ହଁ 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 ହଁ, ଏ ତୁ ରଖ ରଖ, ସିଏ ମତେ ବାଧ୍ୟ କଲେଣି, ମୁଁ ରାଗି ଯିବି ଏଇନା। ହଁ ହଁ, ମ୍ୟୁଟ କରିକି କାଇଁ ଚିଲଉଛ? ଯାଉଛି ବା କହିଲି। ଆରେ ନାଇଁ, ମୋ ନେଟୱାର୍କ ହଉନଥିଲା ବୋଧେ, ନେଟୱାର୍କ କଟି ଯାଇଥିଲା ବୋଧେ କଥା ଶୁଣ। କି କାନ ବାଜି ମ୍ୟୁଟ ଥିଲା ନା, ମୁଁ ଜାଣିପାରିନି। ତୁ ଗପୁଥିଲୁ? ନାଇଁ ଭାଇ ଚା ମାଗୁଛନ୍ତି ତ। ହଉ ହଉ, ହଁ ମୁଁ ରଖେ, ଯାଏ ତାଙ୍କୁ ନେଇ ଚା ଦିଏ। ନା, ଚା ତ ଦେବି। ଆରେ ବାବା, ସେତିକି ଫୋନରେ ଗପ, କୁଆଡେ ଗପୁଛ? ସ୍ୱାମୀ ଏଠି ଚା ବିକଳରେ ମରିଯାଉ, ସ୍ତ୍ରୀ ଫୋନରେ ଗପୁଛି। ଆଉ ସାଙ୍ଗ ସାଥୀ, ଭାଇ ଭଉଣୀ ସବୁ ତ, ସବୁ ନିଜର, କେବଳ ସ୍ୱାମୀ କି ଛାଡି। କାଇଁ ଚିଲଉଛି କଣ? ତମକୁ ଡାକିଲେ ତ ତମେ ଶୁଣିବନି। ଆଉ ଚା ଟୋପା ଦବ? ଆଣ। ହଉ, ଅପେକ୍ଷା କରୁଛି। କଣ ଚାହାଟା ହାତକୁ ଦେଇ ପାରିଲନି? ମୁଁ ଆଉଛି। ପଳେଇ ଗଲ କୁଆଡେ କି? ଭଗବାନ, ଆପଣ ମାନେ କେମିତିଆ ସ୍ତ୍ରୀ କଣ ପାଇছে ଦେଖନ୍ତୁ। ମୋ ସ୍ତ୍ରୀ ହାତକୁ ଦେବେନି, ମାଗି ମାଗି ପାଇଲି କେତେ ସମୟ ପରେ। ଫୋନ ଦେଖିକି କାମ କଲେ ଯାହା ହୁଏ ଆଉ। ଚା ପତି ଗୁଡାକ ଏଇ ମାସ ବୋଧେ ଶସ୍ତା ହେଇଯାଇଛି। ହଁ, କଥା ହଉଥିଲି। ଶିଖାସ। ହଁ, ତାଙ୍କର ତ ବଢିଆ, ଭଲ ଘରେ ବାହା ହେଇଛି, ବୁଲିବାକୁ ଯାଉଛନ୍ତି ଦଶହରା ବୋଲି। କହିଚାଲ ତମେ କବୁ ଶୁଣୁଛୁ, କୁଆଡେ ବୁଲିବାକୁ ଯାଉଛନ୍ତି। ତା ସ୍ୱାମୀ ତାକୁ କଣ ନବରାତ୍ରି ତା ସ୍ତ୍ରୀ କରୁଛି, ଶିଖା କରୁଛି ବୋଲି 9 ଖଣ୍ଡ ଶାଢୀ, ଓ କଣ ସୁନା ଚେନ କହୁଥିଲା, ଇଏ କଣ ମନା କଲା ବୋଲି ସୁନା ଚୁଡ ଦେଇଛି। କଲିକତା ନେବେ ଦଶହରା ବୁଲେଇବାକୁ। କହିଲା ମେଢ ଦେଖିବ ତ, ମତେ ଏମିତି କହୁଛି, ମେଢ ଦେଖିବ ତ କଲିକତାର ଦେଖିବ। ଆଉ ଇଏ କହୁଛନ୍ତି କଲିକତା। ମୁଁ ବି କହିଦେଲି, ମୁଁ କହିଲି ସିଏ ମତେ ବୁଲେଇବାକୁ ନେବେ ଯେ, ବାଧ୍ୟ କରୁଥିଲେ, ମୁଁ ମନା କଲି। ତ ମତେ ବୁଲିବାକୁ ନବନି? ଶୁଣ, ମୁଁ ଜାଣିଛି ତମେ ମତେ ନବ, ତମେ ମନେ ରଖିଛ କିନ୍ତୁ କହୁନ। ହଁ ମୁଁ ଜାଣିଛି ତମେ ମତେ ନବ ତ, ଆଉ ତୁମେ ନବ ମୁଁ ଜାଣିଛି, ନହେଲେ କିଛି ନା କିଛି ଦବ। ମୁଁ ବି ତାକୁ କହିଦେଇଛି, ତମେ ମତେ ବୁଲିବାକୁ ନବ ବୋଲି କହୁଛ, ଆଉ ସୁନା ଗିଫ୍ଟ କରିବ ବୋଲି ବି କହୁଛ। ନେବିନି କିଏ କହିଲା? ମୁଁ ତମକୁ ନେବି ନା। ଆମେ ଆମ ପାଖ ଆଖରେ ଯୋଉ ସବୁ ଭଲ ଭଲ ମଣ୍ଡପ ନେବି, ବ୍ୟସ୍ତ କାଇଁ ହଉଛ? ଏଇଠି ଭୁବନେଶ୍ୱର ବୁଲେଇବ, କିଣିକି ଦବା କଥା। ଦେଖ ଏଇଠି ସବୁ ପାଖ ଆଖ ଦେଖେଇବ। ଦେଖ, ଏ ମାସର ଯେତିକି ଆମର ମାସକୁ ଯେତିକି EMI ଯାଉଛି, ସେମାନଙ୍କର ସବୁ ଭାଗ୍ୟ। ତମ ପ୍ରତି ମାସ ଆକୁ ତାକୁ ଦେଖିକି କହିବ, ଡିମାଣ୍ଡ କରିବ, ମୋର ଏଟା ଦରକାର, ସେଟା ଦରକାର, ଇଆଡେ ଯିବି ସିଆଡେ ଯିବି, କେମିତି ହବ କହିଲ? ଦେଖ, ମୁଁ ତମକୁ କେବେ EMI ଦେଖେଇନି ମୋର। ସିଏ ନବରାତ୍ରି 9 ଖଣ୍ଡ ଲୁଗା ପିନ୍ଧିବ, ସିଏ ନବରାତ୍ରି କରିବ, ସିଏ ଆଜିକାଲି ସବୁ ଗୋଟେ ଫ୍ୟାସନ। 9 ଖଣ୍ଡ ଲୁଗା ପିନ୍ଧିବା, ଏତେ ସାଜ ସଜା ହବା, ସିଏ ସବୁ ଖର୍ଚ୍ଚ, ଆଉ କିଛି ନାହିଁ। ପୂଜା ଭକ୍ତି ମନରୁ କରାଯାଏ।
ତୁମେ ମନରୁ ଭକ୍ତି କରୁନ ପିନ୍ଧିବା ନେବାରେ କଣ ଅଛି ନା 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 ନଅ ଖଣ୍ଡ ଲୁଗା ନା ସୁନା ନା କୁଆଡେ ବୁଲିବାକୁ ନଉଛନ୍ତି ଦେଖି ନିଅନ୍ତୁ ମୁଁ ତ ବୁଲିବାକୁ ନେଲେ ମୋ ଖାଇବା ପିଇବା ବନ୍ଦ ହେଇଯିବ ଆପଣଙ୍କ କଥା ଆପଣ ଚିନ୍ତା କରନ୍ତୁ ମତେ ଜଣେଇବେ କମେଣ୍ଟ ଟିକେ ଜଣେଇବେ କୁଆଡେ କୁଆଡେ ନଉଛନ୍ତି ଆଉ ଶସ୍ତାରେ କୁଆଡେ କୁଆଡେ ଯାଇ ହବ ମୁଁ ଟିକେ ସିଆଡେ ସିଆଡେ ନେଇଯିବି ଆଙ୍କୁ ରହିଲି ନମସ୍କାର ଜୟ ଜଗନ୍ନାଥ ଜୟ ମା ଦୁର୍ଗା।